ଆସନ୍ତା 25 ତାରିଖ ଯାଏଁ ରାଜ୍ୟରେ ବିକ୍ଷିପ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ IMD ପୂର୍ବାନୁମାନ କରିଛି। 21 ତାରିଖ ବା ଗୁରୁବାର ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର ଓ ବରଗଡ଼ରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ତେବେ ସେହିପରି 22 ତାରିଖରେ କେଉଁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ କିଛି ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେବେ 23 ଓ 24 ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଳ୍ପ କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। ବୁଧବାର ଢେଙ୍କାନାଳରେ 27.4 ମିଲିମିଟର ବର୍ଷା ହୋଇଛି। ସେହିପରି ଜଗତସିଂହପୁରରେ 21.1 ମିଲିମିଟର ବର୍ଷା ହୋଇଛି। ତେବେ ସେହିପରି ପାରଳାଖେମୁଣ୍ଡିରେ 15.2 ମିଲିମିଟର ବର୍ଷା ହୋଇଛି। ତାଳଚେରରେ 13.8 ମିଲିମିଟର ବର୍ଷା ରେକର୍ଡ ହୋଇଛି। ତ ଆପଣମାନେ କେଉଁ ଜିଲ୍ଲାରୁ ଆମ ଭିଡ଼ିଓ ଦେଖୁଛନ୍ତି ତ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କୁହନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରି ସେୟାର କରିଦିଅନ୍ତୁ।